ସେଦିନ ଉତ୍କଳ ବିଶ୍ୱବିଦ୍ୟାଳୟ ଅର୍ଥନୀତି ବିଭାଗର ଗୋଲ୍ଡେନ୍ ଜୁବଲି ଫଙ୍କସନରେ ଦେଖା ହେଲା ତିନି ପୁରୁଣା ବନ୍ଧୁଙ୍କର, ଜୟନ୍ତ, ହରି ଆଉ ମଧୁମିତାର। ଏତେ ଦିନ ପରେ ଦେଖା ହୋଇଥିବାରୁ ଖୁବ୍ ଖୁସି ହେଲେ। ମଧୁମିତାକୁ ଦେଖି ହରିକୁ ମନେ ପଡିଗଲା ତାର ସେ ପଢିବା ସମୟର କଥା। ମଧୁମିତାର ସର୍ତ୍ତ ଥିଲା, ତୁମ ଭିତରୁ ଯିଏ ୟୁନିଭର୍ସିଟିରେ ଟପ୍ କରିବ ତାକୁ ସେ ବାହା ହେବ। ତା କ୍ଲାସର ଜୟନ୍ତ ଓ ହରି ଦୁହେଁ ଦେଖିଥିଲେ ମଧୁମିତାକୁ ନେଇ ନିଜର ସଂସାର ଗଢିବେ। ପ୍ରେମର ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିବା ପାଇଁ ଜୟନ୍ତ ଆଉ ହରି ଦିନ ରାତି ପରିଶ୍ରମ କରିବାକୁ ଆରମ୍ଭ କରିଦେଇଥିଲେ। କେହି ବି ମଧୁମିତାକୁ ହରାଇବାକୁ ଚାହୁଁନଥିଲେ। ଆଜି ଜୟନ୍ତ ଓ ମଧୁମିତା ସ୍ୱାମୀ ସ୍ତ୍ରୀ, ଆଉ ହରି ଜଣେ ପରଫେକ୍ଟ ବ୍ୟାଚଲର। ହରି ଏକଥା କାହାକୁ କେବେ ବି କହିନି ଯେ ଜୟନ୍ତ ଏମିତି ଶକୁନିର ପଶାପାଲିର କୋଉ ଗୋଟି ଚାଳନା କରିଥିଲା ଯେ ବିନା ବାଜି ଲଗେଇ ହରି ହାରି ଯାଇଥିଲା ମଧୁମିତାକୁ। ୟୁନିଭର୍ସିଟି ଟପର ହେଲା ସତ୍ତ୍ୱେ ବି ମଧୁମିତା ତାକୁ ଛାଡି କାହିଁକି ଜୟନ୍ତକୁ ନିଜର ଜୀବନ ସାଥୀ ରୂପେ ବାଛିନେଲା? ମଧୁମିତା କଣ ସତରେ ଜୟନ୍ତକୁ ଭଲ ପାଉଥିଲା, ନା ତା ସର୍ତ୍ତ ଥିଲା ମୋ ପାଇଁ ଏକ ଛଳନା?